ପାଣ୍ଡିଆନଙ୍କ ଉପରେ ଗୀତା ମେହେଟ୍ଟାଙ୍କର ସନ୍ଦେହ ଥିଲା। ଏଇ ମାନେ ମୁଁ ତ କିନ୍ତୁ ଏଟା ସେ କହିଥିଲି ହୁଁ ଦେହାନ୍ତ ଆଗରୁ ଏ କଥା କାହାକୁ କହିଥିଲେ ଗୀତା ମେହେଟ୍ଟା? ସିନିୟର ଲୋକ ବିଜୁ ଜନତା ଦଳର ସିନିୟର ପାର୍ଟି ଲୋକ ପଲିଟିସିଆନ ପଲିଟିସିଆନ ନୁହନ୍ତି। ପାଣ୍ଡିଆନଙ୍କର ଯୋଉ ବଡ ବଡ ରାଲି ଚାଲିଲା ଆଉ ମିଶନ ଶକ୍ତିର ମହିଳା ମାନେ ଆସିଲେ, ଗୋଟେ ସମୟରେ ବି ତାଙ୍କ ଉପରେ କାଳି ମାଡ଼ ହେଲା, ମିଡିଆକୁ କଣ୍ଟ୍ରୋଲ କଲେ, ଏସବୁ ଉପରେ ଆପଣ କିଛି ଲେଖା ଅଛି କି ଆଉ ଭିତରେ ତଥ୍ୟ? ଇଲିଗାଲ କାମ ଚାଲୁଥିଲା। এই যে ମୁଁ ଏଟା ଆଗରୁ ବି ଖୁଲାସା କରିଛି ଯେ ଯୋଉ ହେଲିକପ୍ଟରରେ ଶୁଣନ୍ତୁ ଏଇ ଯୋଉ ପୁରା ଚାଲିଲା ଓଡ଼ିଶା ବୁଲି ବୁଲିକିରି 147 କନଷ୍ଟିଟ୍ୟୁଏନ୍ସି ହେଲିକପ୍ଟରରେ ପାଣ୍ଡିଆନ ବାବୁ ବୁଲିଲେ ସେ ଯୋଉ ଗ୍ରିଭେନ୍ସ କଲେକ୍ସନ ନାଁରେ সেটা ଖାଲି ଅପଚୟ ନୁହଁ, ଅପଚୟ ତ ଥିଲା 9 କୋଟି ଟଙ୍କା ଆପଣ ଖର୍ଚ୍ଚ କଲେ ଖାଲି ହେଲିକପ୍ଟର ଫୁଏଲ ବାବଦରେ, ତାର ଭିତରେ ଦୁର୍ନୀତି ବି ଥିଲା। କାହିଁକି ଦୁର୍ନୀତି ହଉଛି ଯେ ଏଇ 9 କୋଟି ଟଙ୍କା ଖର୍ଚ୍ଚ ହେଇଛି ହେଲିକପ୍ଟର ବାବଦରେ, সেটা অপচয়। କାହିଁ ଏବେ ଗ୍ରିଭେନ୍ସ କଲେକ୍ଟ କରିବା ପାଇଁ ଆପଣଙ୍କୁ ଯିବା ଦରକାର ନାହିଁ କି ତାର ତାର ଗୋଟେ ଅଙ୍କ ଅଲଗା ଅଙ୍କ ଅଛି, ମୁଁ ସେଟା କରିଥିଲି। ଗୋଟେ ଗୋଟେ ଗ୍ରିଭେନ୍ସ କଲେକ୍ଟ କରିବା ପାଇଁ ଗଭର୍ଣ୍ଣମେଣ୍ଟକୁ ଖର୍ଚ୍ଚ ହେଇଛି ₹1578 1578 ଗୋଟେ ଗୋଟେ ଆପଣ ଯଦି ହିସାବ କରିବେ 9 କୋଟି ଖାଲି ହେଲିକପ୍ଟର ଫୁଏଲ, 9 କୋଟି ডিভাইডেড বাই 57,000 গ্রিভেন্সেস কালেক্টেড, ডিভাইড করନ୍ତୁ ଆସିବ ₹1578 ଗୋଟେ 1578 ଟଙ୍କା ଗୋଟିଏ ଗ୍ରିଭାନ୍ସ ପାଇଁ। କିନ୍ତୁ ଏଟା ହଉଛି ଅପଚୟ। ଦୁର୍ନୀତି ହଉଛି ସେ ସବୁ ଜାଗାରେ ଯାଇକିରି ବଡ ବଡ ରାଲି କଲେ, ବଡ ଷ୍ଟେଜ, ବଡ ଅଡିଓ ସିଷ୍ଟମ, ନାଚ ଗୀତ ଖାଇବା, କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଥିବ। ମୋର ହିସାବରେ ଗୋଟେ ଗୋଟେ ରାଲି ପଛରେ ଖର୍ଚ୍ଚ ହେଇଛି 5-10 କୋଟି ଟଙ୍କା। ପ୍ରଶ୍ନ ହଉଛି ଦୁର୍ନୀତିର ପ୍ରଶ୍ନଟା ହଉଛି ଯେ ଖର୍ଚ୍ଚଟା କେ କରିଲା। ହେଲିକପ୍ଟର ବାବଦରେ ଅପଚୟ ହେଇଛି କିନ୍ତୁ ଏଇ ଖର୍ଚ୍ଚଟା ଗଭର୍ଣ୍ଣମେଣ୍ଟ କରୁଛି, এটা ଗଭର୍ଣ୍ଣମେଣ୍ଟ ବାଜେଟରୁ ଯାଇଛି ଟଙ୍କାଟା 9 କୋଟି ଟଙ୍କା। କିନ୍ତୁ এই যে র্যালি ହେଲା ବାଜେଟର ଆପ୍ରୁଭାଲ ନଥିଲା, ଷ୍ଟେଟ ଗଭର୍ଣ୍ଣମେଣ୍ଟର ନଥିଲା, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନର ନଥିଲା, ତ ଆପ୍ରୁଭାଲ ନାହିଁ, ତାହେଲେ ଗଭର୍ଣ୍ଣମେଣ୍ଟ ଖର୍ଚ୍ଚ କରିଲି। ତାହେଲେ ଏଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା କେମିତି, କୋଉଠି କରିଲେ, କିଏ ଦେଲା ପଇସା, এটা ହଉଛି ଦୁର୍ନୀତି। ତ এটা কোন বড় রহস্য বর্তমান সময়ে যদি সরকারি খাতারে কিছু মেনশন নাই নাই যে টঙ্কাটা কিয়ে দেইছি, তাহলে তাহলে প্রকৃতরে টঙ্কা খরচ কলা কি? তাহলে থার্ড পার্টি ଦେଇଥିବ, থার্ড পার্টি কে ହେଇଥିବ ପାରେ, কন্ট্রাক্টরস, କଣ୍ଟ୍ରାକ୍ଟର କି Corporates? ମାଫିଆ କି କର୍ପୋରେଟ କି ଇଏ। ସୋ ଦ୍ୟାଟ୍ସ ଆନ୍ ଇଲିଗାଲ କାମ। କାହିଁକି ଆପଣ ଭାବନ୍ତୁ ପାଣ୍ଡିଆନ ବାବୁ ସେଇ ଟାଇମରେ ଗ୍ରିଭେନ୍ସ କଲେକ୍ସନ ନାଁରେ ବୁଲୁଛନ୍ତି ଆଜ୍ ରିପ୍ରେଜେଣ୍ଟେଟିଭ ଅଫ ସିଏମଓ, ଚିଫ ମିନିଷ୍ଟରର ରିପ୍ରେଜେଣ୍ଟେଟିଭ ହେଇକରି। ତ ଏଟା ସିଏମଓର ଫଙ୍କସନ, ଗଭର୍ଣ୍ଣମେଣ୍ଟର, শুধু ଗଭର୍ଣ୍ଣମେଣ୍ଟର ପ୍ରୋଗ୍ରାମ ନୁହଁ, ଗଭର୍ଣ୍ଣମେଣ୍ଟର ହାଏଷ୍ଟ ସିଏମଓର ପ୍ରୋଗ୍ରାମ, କିନ୍ତୁ ଯେ ଖର୍ଚ୍ଚ ହଉଛି ସେଟା ଗଭର୍ଣ୍ଣମେଣ୍ଟ କରୁନି, ଆଉ କିଏ କରୁଛି? ଗୋଟେ ବଡ ମିଷ୍ଟ୍ରି। ଆଚ୍ଛା, ଆଉ ଯଦି କିଏ ଥାର୍ଡ ପାର୍ଟି କରୁଥିବ ତାହେଲେ ତାହାକୁ ଆପଣ କଣ ଫେଭର ଦେଇଥିବେ, କିଛି ସୁବିଧା ଦେଇଥିବେ, କୁଇଡ୍ ପ୍ରୋ କୋ, କୁଇଟ୍ ପ୍ରୋକୋ ହେଇଥିବ। ମୁଁ ଦଉଛି ତମେ ବି ତ ଦିଅ। ଏଟା ଅପଚୟ ଖାଲି ନୁହଁ, ସେଟା ହଉଛି ଅପଚୟ। ହେଲିପ୍ୟାଡ, ହେଲିକପ୍ଟର ଫୁଏଲ, ସେଟା ହଉଛି ଅପଚୟ, এটা হচ্ছে স্ট্রেট কাট দুর্নীতি। কিন্তু কথা হচ্ছে দুর্নীতির তো তদন্ত হওয়া কথা, তো তদন্ত হউনি, তো দুর্নীতি জনা পড়ুনি।